ବାହାଘର ପୂର୍ବରୁ ତ କଥା ମୁଁ ଜାଣିନଥିଲି, ବାହା ହେଲା ପରେ ଜାଣିଲି ଆଉ ଅନୁଭବ କଲି ଯେ ବାହା ହେଇଛନ୍ତି ତାଙ୍କୁ ବି ଜୁଆର, ଆଉ ଯାହାଙ୍କୁ ବାହା ହେଇଛନ୍ତି ତାଙ୍କୁ ବି ଜୁଆର। ମୋ କଥା ଶୁଣି ସାରିଲା ପରେ ଆପଣମାନେ ଭାବୁଥିବେ ମୋ କଥା କାହିଁକି କହୁଛି। ଶୁଣନ୍ତୁ, ଦିନେ ମୋ ସ୍ତ୍ରୀ ମୋତେ କହିଲା, ଏଠି ତ 10 ଥର କରେଣ୍ଟ ଯାଉଛି, ମଣିଷ ଶାନ୍ତିରେ ରହିବ କେମିତି? ମହାଦେବ ତ ସବୁ ସୌଭାଗ୍ୟ ପାର୍ବତୀ ମା'କୁ ଦେଇଦେଲେ, ଆମ ବେଳକୁ କଞ୍ଜୁସି କଲେ। ମୁଁ ପଚାରିଲି କେମିତି? ନା କେମିତି କ'ଣ? ଦିନ ରାତି 24 ଘଣ୍ଟା ଯୋଡ଼ାରେ ଚନ୍ଦ୍ରମା ହସୁଛି, ସେଠି ଅନ୍ଧାର ଆସିବ କେଉଁଠୁ? ମୁଁ କହିଲି ଠିକ୍ କଥା। ନା ପାଣିର ବି ଅଭାବ ନାହିଁ। ମୁଁ ପଚାରିଲି କେମିତି? ନା ଜଟାରୁ ସବୁବେଳେ ଗଙ୍ଗା ବହୁଛି, ପାଣି ସର୍ଟ ହେବ କାହିଁକି? ମୁଁ କହିଲି ଆରେ ବାଃ, ବଢ଼ିଆ କଥା। ନା କୁଣିଆ ବି ଆସିବାର ନାହିଁ। ମୁଁ ପଚାରିଲି ସେଇଟା କେମିତି? ନା ସେ କ'ଣ ଏଠି ରହୁଛନ୍ତି? କୈଳାସ ପର୍ବତରେ ପାହାଡ଼ ଚଢ଼ିକି ଏତେ ବାଟ ଯିବ କିଏ? ମୁଁ କହିଲି ପୁରା ଠିକ୍, ଏକଦମ ଠିକ୍। ନା ସିକ୍ୟୁରିଟି ବି ଏକଦମ ଟାଇଟ୍। ମୁଁ କହିଲି ସେଇଟା କେମିତି? ନା ଦିନ ରାତି 24 ଘଣ୍ଟା ନନ୍ଦୀ ଜଗି ବସିଛି, ତା ଡରେ ସେଠିକି ଯିବ କିଏ? ମୁଁ କହିଲି ଆରେ ବାଃ, ବଢ଼ିଆ କଥା। ତାପରେ କହିଲା ସ୍ୱାମୀଙ୍କର ଡ୍ରେସ୍ ସଫା କରିବାର ନାହିଁ କି ଆଇରନ୍ କରିବାର ନାହିଁ। ମୁଁ ପଚାରିଲି କେମିତି? ନା ବାଘ ଚାଲା କ'ଣ ପିନ୍ଧୁଛନ୍ତି, ସଫା କରିବ କ'ଣ ଆଇରନ୍ କରିବ କେମିତି? ଆରେ ବାଃ, ମାନିଲି ଆଉ।